ମହାକାଳପଡ଼ାରେ ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ ବରକନ୍ଦା ପଞ୍ଚାୟତର ଗୋଜାବନ୍ଦ ଗାଁରେ ଘଟିଛି ଏଭଳି ଘଟଣା। ମୃତକ ହେଉଛନ୍ତି ଗୋଜାବନ୍ଦ ଗାଁର ରାଜେଶ୍ୱରୀ ନାୟକ। ମୋଟା ଅଙ୍କର ଯୌତୁକ ପାଇଁ ଶାଶୁଘର ଲୋକେ ଝିଅକୁ ମାରି ଦେଇଥିବା ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି ନବବଧୂଙ୍କ ପରିବାର ଲୋକେ। ଗୋଜାବନ୍ଦ ଗାଁର ଅକ୍ଷୟ ନାୟକଙ୍କ ଏକମାତ୍ର ଝିଅ ରାଜେଶ୍ୱରୀଙ୍କୁ ବରକନ୍ଦା ଗାଁର ଭାସ୍କର ରାଉତ ଗତ 17 ନଭେମ୍ବରରେ ମନ୍ଦିରରେ ବିବାହ କରିଥିଲେ। ବାହାଘର ପରଠାରୁ ରାଜେଶ୍ୱରୀଙ୍କ ଶାଶୁ ଓ ନଣନ୍ଦ ଅଧିକ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ। 1 ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ପାଇଁ ଦାବି କରି ଆସୁଥିଲେ, ଯେଉଁଥିପାଇଁ ରାଜେଶ୍ୱରୀଙ୍କୁ ମାରି ଦେଇଥିବା ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଟଙ୍କା ତାକୁ ନେଇଗଲାଣି 10 ମାସ 28 ତାରିଖ ମଙ୍ଗଳବାର ରାତିରେ ତାକୁ ନେଇ ଯାଇଥିଲା। ବାହାଘର କଲେ ତାକୁ ବାହାଘର କରିବା ପରେ ତ ବାପ ଭାଇ କି ଡାକେ ପଇସା ଯୌତୁକ ଦେବେ। ମୋର ଗୋଟାଏ ପୁଅ ମତେ ଲାଜ ମାଡୁଛି, ଯୌତୁକ ନଦେଲେ ତତେ ନିର୍ଯାତନା ଦେଇ ମାରିଦବୁ। ତାକୁ ସେ ଯୌତୁକ ନେଇନଥିଲା ବୋଲି ନିର୍ଯାତନା ଦେଇ ତାକୁ ମାରିଦେଲେ। ବରକନ୍ଧା ଗ୍ରାମରେ ମୋ ସାନ ଭଉଣୀ ପଳେଇ ଯାଇଥିଲା ରାଜି ହେଇକିରି। ଆମେ ବହୁତ ଖୋଜାଖୋଜି ପରେ ତାକୁ ଜାଣିଥିଲୁ ବରକନ୍ଧା ଗାଁ ଭାସ୍କର ରାଉତ ସହିତ ସେ ଯାଇଥିଲେ। ଆଉ ସେଠି ତାଙ୍କର ବାହାଘର କରିଥିଲେ, କିନ୍ତୁ ଆମେ କୋର୍ଟ ମ୍ୟାରେଜ କରିନଥିଲୁ। ସେମାନେ ବୁଝାବୁଝି କରିବା ପାଇଁ ଆମ ଦାଦା ଭାଇ ଅସମର୍ଥ ଥିଲେ। ଜୋଇଁକି ଦେଖି ତାଙ୍କର ଟିକେ ମନକୁ ଯାଉନଥିଲା। ତାପରେ ଝିଅ ଫୋନ କରି କହିଲେ ଯେ ମୋ ଶାଶୁ ଶ୍ୱଶୁର ଜୋଇଁ ମତେ ଯୌତୁକ ନିର୍ଯାତନା ଦଉଛନ୍ତି, ଆଉ ମତେ ବୋଉ ଆର କଣ ବୁଝାସୁଝା କରେ। ଆମ ଦାଦା ରାଜି ନହେବାରୁ ଏମିତି ତାଙ୍କର ଯୌତୁକ ନିର୍ଯାତନା ଦେଇ ମୋ ଭଉଣୀକି ତଣ୍ଟି ଚିପି ତା ଗଳାରେ ଦାଗ ଅଛି, ନଖ ଦାଗ ଅଛି, ହାତ ଦାଗ ଅଛି, ମାରି ଦେଇଛନ୍ତି।